ମାଲ ଯୋଜନା ଛାଡ଼ନ୍ତୁ, ସେ ଯାହା ପ୍ରତିଶ୍ରୁତି ଦେଇଥିଲେ ସେଇଟାକୁ ଆଗ ପାଳନ କରନ୍ତୁ। ପ୍ରଥମ କଥା ଯେଉଁ 4ଟି 5ଟି କେତେ କହିବା ହେରା, ନିଜେ କହିକି ମଣିଷ ଗୋଟେ ନିଜକୁ ଗୋଟେ ଖରାପ ଭାବିଲେଣି। ନିଜ ହୃଦୟ ମନା କରୁଛି ସେଟାକୁ ଆଉ କିଛି କହନି, ସେଇଟାକୁ ପୂରଣ କରନ୍ତୁ। ଯେଉଁ ଚାଉଳ କାର୍ଡ଼ କଥା କହୁଛନ୍ତି, ଚାଉଳ କାର୍ଡ଼, ସେଇ ଚାଉଳ କାର୍ଡ଼ଟାକୁ କ'ଣ କରିବେ କହିଲେ, ଆଗ ସିଏ ଯେତିକି ଆମର ସର୍ଟ ଅଛି କେତେ ପାଇବା ହିତାଧିକାରୀ ତାଙ୍କୁ ଖୋଜନ୍ତୁ। ତାଙ୍କୁ ଖୋଜିକି ଆଗ ଦିଅନ୍ତୁ, ତାପରେ ଆକୁ କାଟିବାରେ ଲାଗିବେ। ସେ ପଇସାଟା ପୁଣି ପାଇବେ ନା। ମୋହନ ମାଝୀ ସରକାର ଯେଉଁ ବିଜେପି ସରକାର, ସେ ପଇସାଟା ଆହୁରି ତାଙ୍କ ଯେଉଁ ଯେତିକି କଟିବ, ଯିଏ ହିତାଧିକାରୀ ନୁହଁ କଟିଯିବ, ସେଇଟା ପାଇବେ। ଆଗ କେତେ ବାକି ଅଛି ସେଇଟାକୁ ଦିଅନ୍ତୁ। 300 ୟୁନିଟ୍ ଦିଅନ୍ତୁ, 3150 ଧାନ ପାଇଁ ଦେଇ ସାରନ୍ତୁ, ଆସୁ ଆଗ ପକେଟକୁ। ଆଉ 3000 ଭତ୍ତା ଦିଅନ୍ତୁ, ହଉ ପଛେ କି 100 ବର୍ଷର 100 ବର୍ଷ ପାଇଁ ଦିଅନ୍ତୁ। ଆଉ କ'ଣ କହିଲେ, କ'ଣ ଆଉ ଗୋଟେ କହିଥିଲେ ଧର୍ମେନ୍ଦ୍ର ବାବୁ, 50,000 ମାଆକୁ ଦିଅନ୍ତୁ, ଆଉ 1000 ଟଙ୍କା ଲେଖେ ଭତ୍ତା ମା ଭଉଣୀଙ୍କ ପାଇଁ କରିଦିଅନ୍ତୁ। କେଉଁଦିନ କରିବେ ଧର୍ମେନ୍ଦ୍ର ବାବୁ? ମନୁଛି ଆପଣ ମୁଖ୍ୟମନ୍ତ୍ରୀ ଓଡ଼ିଶା, ପ୍ରଣାମ। କେଉଁଦିନ କରିବେ ଏଇଟାର ଟିକେ ଉତ୍ତର ଦେବେ। ବିଜେପିର ନେତାମାନେ जंपिंग हो या स्टैंडिंग हो, नहीं दोनों। जितना जंप करके गया उसको पूछता हूँ और स्टैंडिंग वाला को भी पूछता हूँ। बताओ। जय जगन्नाथ।